प्रणीत नामिने नमस्ते सारस्वती देवे गौरवाणी प्रचारिणे निर्विशेषा शून्यवादी पाश्चात्य देशतारिणे वंशाकल्पतरुभ्यश्च कृपा सिन्धुभ्येव च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि श्री गौर भक्त हरे कृष्ण 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 हरे 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 राम 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 हरे हरे। मुखं करोति वाचालं पंगुलं हरतिगिरिं दत्तपातमहं वन्दे परमानन्दमाधवम्। श्री गुरु दिनतारिणं श्री चैतन्य ईश्वरं नमः विष्णुपादाय कृष्णपृष्ठाय भूतले सुमते। ତାମାନେ ଭଗବତ ନବମ ଅଧ୍ୟାୟ ଶ୍ରବଣ କରୁଥିଲେ ଯେ ଭଗବାନ କେମିତି କହିଲେ ଯେ ମୁଁ ପ୍ରତିଟା ଜୀବ ପ୍ରତି ସମସ୍ତେ ସମାନ ଭାବେ ଦେଖେ, ମୁଁ କାହାକୁ ଘୃଣା କରେନି, ସେଇ କେହି ମୋର ପ୍ରତି ଏଇଟା ମୋ ସ୍ୱଭାବ। କିନ୍ତୁ ମତେ ଯିଏ ଭକ୍ତି କରେ ମୁଁ ତା ପାଖରେ ଥାଏ, ସେ ମୋ ପାଖରେ ଥାଏ। ଏଇଟା ତାଙ୍କର ଭକ୍ତ ବାତ୍ସଲ୍ୟତା ମହାନ ଗୁଣ। ଏଇଟା ତାଙ୍କର ଭୂଷଣ। ଭଗବାନଙ୍କର ଦୂଷଣ ହଉଛି ଭୂଷଣ। ସେକଥା ଖାଲି ଶୁଣିଲେ ଯେ ଭକ୍ତର ମହିମା କେତେ, ତ ଆଜି ଦେଖିବେ, ଆମେ ଦେଖିବା ସେ ଭକ୍ତର ମହିମାକୁ ଆହୁରି ବଡ କରି କହୁଛନ୍ତି ଅପିଚେତ୍ ଦୁରାଚାର ଭଜତେ ମାଂ ଅନନ୍ୟ ଭାଗ ସାଧୁରେବ ସମନ୍ତବ୍ୟ ସମ୍ୟକ୍ ବ୍ୟବସିତ ହେଇସ। ଯଦି କୌଣସି ବ୍ୟକ୍ତି ଅତ୍ୟନ୍ତ ଦୁରାଚାରୀ ହୁଏ, ସଦାଚାରୀ, ଦୁରାଚାରୀ, ସୁଦୁରାଚାରୀ, ହଁ, ଦୁରାଚାରୀ ନୁହଁ, ସୁଦୁରାଚାରୀ ମାନେ ଅତ୍ୟନ୍ତ ଦୁରାଚାରୀ, ଅର୍ଥାତ୍ ଅତ୍ୟନ୍ତ ହୀନ କାର୍ଯ୍ୟ, ପାପ କାର୍ଯ୍ୟ କରେ ଏବଂ ସେ ଯଦି ଭଗବାନଙ୍କ ସେବାରେ ନିଯୁକ୍ତ ହୁଏ ତେବେ ସେ ସାଧୁ ବୋଲି ବିବେଚିତ ହେବ, କାରଣ ସେ ଉପଯୁକ୍ତ ସ୍ତରରେ ଅବସ୍ଥିତ ରହିଛି। ହଉଛି କଣ, ଆମେ ଯେତେ ସବୁ ଭକ୍ତି ଲାଇନରେ ଆସିଛେ ସମସ୍ତେ ଦୁରାଚାରୀ ନା କି? ଜୀବନରେ କୌଣସି ସ୍ତରରେ ତମେ ଦୁରାଚାରୀ ଥିଲେ ତ ସେ ଦୁରାଚାରୀ ହଉ ସୁଦୁରାଚାରୀ ହଉ, ଯଦି ଭଗବାନଙ୍କର ଭକ୍ତି ଆରମ୍ଭ କରିଦେଲା ତାହେଲେ ସିଏ ଠିକ ଜାଗାରେ ରହିଛି, ତାକୁ ଆମେ ସାଧୁ ବୋଲି ଗ୍ରହଣ କରିବା। ଏଟା ହଉନି ଯେ ଭକ୍ତ ହେଇକି କୁକର୍ମ କରୁଥିବ ତାକୁ ସାଧୁ ବୋଲି କହିବ। ଏଠି ମୁଁ ଯାହା ବୁଝୁଛି ସେ ସୁଦୁରାଚାରୀ କିନ୍ତୁ ଭଗବାନଙ୍କ ପାଖେ ଶରଣାପନ୍ନ ହେଲା, ଅନନ୍ୟ ଭାବରେ ଭଗବାନଙ୍କ ସେବାରେ ରହିଲା, ଅନନ୍ୟ ଭାଗ ଐକାନ୍ତିକ ଭାବରେ ହେଲା, ତାହେଲେ ତାକୁ ଭକ୍ତ ବୋଲି ଆମେ ଗ୍ରହଣ କରିବା। ଠିକ ଅଛି। এই ଶ୍ଲୋକରେ ବ୍ୟବହୃତ ସୁଦୁରାଚାର ଶବ୍ଦ এটা হচ্ছে ଅତ୍ୟନ୍ତ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅର୍ଥପୂର୍ଣ୍ଣ। ଏଟାକୁ ଆମକୁ ଭଲ କି ବୁଝିବାକୁ ପଡିବ। ସୁଦୁରାଚାର, ଯେତେବେଳେ ଜୀବ ବଦ୍ଧ ଅବସ୍ଥାରେ ଥାଏ ସେତେବେଳେ ତା ଦୁଇ ପ୍ରକାରର, ଗୋଟେ ହଉଛି ସର୍ତ୍ତ ଅଧୀନ, ଅନ୍ୟ ହଉଛି ସ୍ୱରୂପଗତ। ଯେତେବେଳେ ବଦ୍ଧ ଅବସ୍ଥାରେ ଥାଏ ସେ କାହାର ସେ ଅଧୀନରେ କାମ କରେ, କିଛି ତା ସ୍ୱରୂପ ଅନୁସାରେ କାମ କରେ। ଶରୀର ରକ୍ଷା କରିବା ନିମିତ୍ତ କିମ୍ବା ସମାଜ ବା ରାଷ୍ଟ୍ର ନିୟମ ମାନିବା ଉଦ୍ଦେଶ୍ୟରେ ବାସ୍ତବିକ ବିଭିନ୍ନ ପ୍ରକାର କାର୍ଯ୍ୟ ଅଛି। ଏପରିକି ଭକ୍ତମାନଙ୍କ ନିମିତ୍ତ ବଦ୍ଧ ଜୀବନ ସମ୍ବନ୍ଧରେ ମଧ୍ୟ ବିଭିନ୍ନ କର୍ମ ରହିଛି। ଏହାକୁ ସର୍ତ୍ତାଧୀନ କର୍ମ କୁହାଯାଏ। ସର୍ତ୍ତାଧୀନ ମାନେ ଆମେ ଏଇ ଭୌତିକ ଜଗତରେ ରହିଛେ, ଭୌତିକ ଜଗତରେ ରହିଲେ
ଆମକୁ କିଛି ମାନିବାକୁ ପଡିବ। ଆମେ କହିବା ନା ଆମେ ଭଗବାନଙ୍କ ଭକ୍ତ, ଆମେ ପୋଲିସ କି ମାନିବନି, ସରକାରକୁ ମାନିବନି, ତାହେଲେ ଆମର କଣ ଗତି ହବ? ସେଗୁଡାକ ମାନିବାକୁ ପଡିବ, ସର୍ତ୍ତାଧୀନ। କିନ୍ତୁ ଏତଦ୍ ବ୍ୟତୀତ ଯେଉଁ ଜୀବ ଚିତ୍ ପ୍ରକୃତି ସମ୍ବନ୍ଧରେ ଚେତନା, ସେ ଏବଂ ସବୁ ସମୟ କୃଷ୍ଣ ଚେତନାର ମଗ୍ନ ଅଟେ କିମ୍ବା ଭଗବତ ସେବାରେ ବ୍ୟସ୍ତ, ସେ ଯେଉଁ କାର୍ଯ୍ୟ କରେ ତାହା ହଉଛି ଦିବ୍ୟ କର୍ମ। ଭଗବାନଙ୍କ ସମ୍ପର୍କିତ ଯେତେ କର୍ମ ହବ ସେ ଦିବ୍ୟ କର୍ମ। ସେ ତାର ସ୍ୱରୂପ ସ୍ଥିତିରେ ଅବସ୍ଥିତ ହୋଇ ଏସବୁ କର୍ମ କରୁଛି। ଗୋଟେ ହଉଛି ବିରୂପ ସ୍ଥିତି, ଗୋଟେ ହଉଛି ସ୍ୱରୂପ ସ୍ଥିତି। ବିରୂପ ସ୍ଥିତିରେ ସମସ୍ତ କର୍ମ ଗୁଡିକ ଦେହ ଦେହ ସମ୍ପର୍କିତ ବିଷୟକୁ ନେଇକି ଆମମାନେ ସେଇ କାର୍ଯ୍ୟ ଗୁଡିକ ସମ୍ପାଦିତ କରିଥାଏ। ହଁ। କିନ୍ତୁ ସ୍ୱରୂପଗତ ସ୍ୱଭାବଟା ହଉଛି କଣ? ଜୀବର ସ୍ୱରୂପ ହୁଏ କୃଷ୍ଣର ନିତ୍ୟ ଦାସ। ତ ସେଥିପାଇଁ ଭଗବାନଙ୍କ ସମ୍ପର୍କିତ ଯେତେ କର୍ମ ହବ ଦିବ୍ୟ କର୍ମ ହବ। ହଁ। ସେ ତାର ସ୍ୱରୂପ ସ୍ଥିତିରେ ଅବସ୍ଥିତ ହୋଇ ଏସବୁ କର୍ମ କରୁଛି, ତ ବିରୂପ ନୁହଁ। ଏହାକୁ ପାରିଭାଷିକ ଶବ୍ଦରେ ଭକ୍ତି ବା ଭଗବତ ସେବା କୁହାଯାଏ। କାହାକୁ ଭକ୍ତି କୁହାଯାଏ? ନା ଯେତେବେଳେ ଜୀବ ତାର ସ୍ୱରୂପଗତ ଗୁଣ ଅନୁସାରେ କର୍ମ କରିବ। ତା ସ୍ୱରୂପଗତ ଗୁଣ ହଉଛି ଜୀବର ସ୍ୱରୂପ ହୁଏ କୃଷ୍ଣ ନିତ୍ୟ ଦାସ ନା, ସେଇଟା କୁହାଯାଏ ଭକ୍ତି। ବର୍ତ୍ତମାନ ବଦ୍ଧ ଅବସ୍ଥାରେ ବେଳେ ବେଳେ ଭଗବତ ସେବା ଏବଂ ଶରୀର ସମ୍ବନ୍ଧ ସର୍ତ୍ତାଧୀନ କର୍ମ ସମାନ୍ତରାଳ ଭାବରେ ଚାଲନ୍ତି। ବୁଝିପାରିଲେ କି? ଏଟା ସୁସ୍ପଷ୍ଟ। ଆମେ କୌଣସି ରାଜ୍ୟରେ ରହିଲେ ତାର ସରକାର ନିୟମକୁ ମାନିବାକୁ ପଡିବ, ଆମକୁ ଟ୍ୟାକ୍ସ ଦେବାକୁ ପଡିବ। ଏଗୁଡ଼ା ସର୍ତ୍ତାଧୀନ କର୍ମ, କୌଣସି ସର୍ତ୍ତର ଅଧୀନ ହେଇକି ଆମେ କର୍ମ କରିବା। କିନ୍ତୁ ସାଙ୍ଗେ ସାଙ୍ଗେ ଆମେ କଣ କରିବା ନା ଭଗବତ ସେବା କରିବା। ହଁ, ଏଟା ବଦ୍ଧ ଅବସ୍ଥା ଥିଲା ବେଳେ, ମାନେ ମୁକ୍ତ ହେଇଗଲେ ତାଙ୍କର ତ ସବୁ ଅଲଗା କଥା। ଆମେ ଯୋଉ ବଦ୍ଧ ଅବସ୍ଥା ରହିଛେ, ଆମେ କଣ କରୁଛେ ନା ଭଗବତ ସେବା ବି କରୁଛେ, ଆର ଶରୀର ସମ୍ବନ୍ଧୀୟ ସର୍ତ୍ତାଧୀନ କର୍ମ ବି ଆମକୁ କରିବାକୁ ପଡୁଛି। ଦୁଇଟା ଯାକ ସମାନ ସମୟରେ ସମାନ୍ତରାଳ ଭାବେ ଚାଲନ୍ତି। ବୁଝିପାରିଲେ କି? ହଁ, ଏଥିରେ କିଛି ମତ ଦ୍ୱିଧା ନାହିଁ। ଶରୀର ଯେତେବେଳେ ଧାରଣ କରିଛେ, ଶରୀରକୁ ରକ୍ଷା କରିବା ପାଇଁ କି, ଆମର ଅସ୍ତିତ୍ୱକୁ ରକ୍ଷା କରିବା ପାଇଁ କି ଆମକୁ ତ କିଛି ସର୍ତ୍ତାଧୀନ କର୍ମ କରିବାକୁ ପଡିବ। କିନ୍ତୁ ପରେ ବେଳେ ବେଳେ ଏଇ କର୍ମ ସମୂହ ପୁନର୍ବାର ପରସ୍ପର ବିପରୀତ ଦିଗରେ ମଧ୍ୟ ଗତି କରନ୍ତି। ଏଇଟା କଥା ଭଗବାନ କହିଲେ। ଆମେ କେତେବେଳେ ଜାଗତିକ କର୍ମ କରୁଛେ ଶରୀର ରକ୍ଷା ପାଇଁ, କେତେବେଳେ ଆମେ ଭକ୍ତିମୂଳକ ସେବା କରୁଛେ ଏଇ ବଦ୍ଧ ଅବସ୍ଥାରେ। କିନ୍ତୁ ପରେ ବେଳେ ବେଳେ କଣ ହୁଏ, ଏଇ ଯେ ଦୁଇ ପ୍ରକାରର କର୍ମ, ସର୍ତ୍ତାଧୀନ କର୍ମ ଆଉ ଭଗବତ ଭକ୍ତିମୂଳକ କର୍ମ, ପରେ ବେଳେ ବେଳେ କର୍ମ ସବୁ ପରସ୍ପର ବିପରୀତ ଦିଗରେ ମଧ୍ୟ ଗତି କରନ୍ତି। ଏ ସମାନ୍ତରାଳ ଭାବେ ହୁଏନି, ଏକ ସାଙ୍ଗରେ ଯେ ଯିବେ ତା ନୁହଁ। ଏକ ସାଙ୍ଗରେ ଆମେ ଭକ୍ତି କରୁଛେ, ଏଦିକେ ଏଦିଗରେ ଏଇ ଯେ କି ସର୍ତ୍ତାଧୀନ କର୍ମ କରୁଛେ, ଏକ ସାଙ୍ଗେ ଚାଲିଛି। କିନ୍ତୁ ପ୍ରଭୁ କିନ୍ତୁ ବେଳେ ବେଳେ ଏଟା ଅପୋଜିଟ ଦିଗରେ ଯାଆନ୍ତି। ଯେତେ ଦୂର ସମ୍ଭବ ଏକ ଭକ୍ତ ବଡ ସାବଧାନ, ସେପରି କର୍ମ କଦାପି କରେ ନାହିଁ ଯାହାକି ତାର ସ୍ୱାସ୍ଥ୍ୟକର ଅବସ୍ଥାରେ ଆଞ୍ଚ ଆଣିବ। ସେ ଏକଥା ଜାଣେ ଯେ ତାର କର୍ମର ସିଦ୍ଧି ତାର କୃଷ୍ଣ ଚେତନ ମାର୍ଗରେ ଅଗ୍ରଗତି ଉପରେ ନିର୍ଭର କରେ। ସେ ଯୋଉ କର୍ମ କରିବ, ସେ କର୍ମରେ ସିଦ୍ଧିଟା ଲାଭ କରିବ, କାହାର ଉପରେ ନିର୍ଭର କରୁଛି? ସେ ନିର୍ଭର କରୁଛି କୃଷ୍ଣ ଚେତନ ମାର୍ଗରେ ଅଗ୍ରଗତି କେତେଟା ଆମେ କରୁଛେ। ଆମେ ଯଦି କୃଷ୍ଣ ଚେତନ ମାର୍ଗରେ ଠିକ ଭାବେ ଅଗ୍ରଗତି କରିବା, ତାହେଲେ ଆମର କର୍ମର ସିଦ୍ଧି ଆମେ ମାନେ ପାଇପାରିବା। ଅବଶ୍ୟ ବେଳେ ବେଳେ ଏପରି ଦେଖାଯାଇପାରେ ଯେ ଏକ କୃଷ୍ଣ ଚେତନାଶୀଳ ବ୍ୟକ୍ତି ଏପରି କର୍ମ କରେ ଯାହାକି ସାମାଜିକତା କିମ୍ବା ରାଜନୈତିକତା ଦୃଷ୍ଟିରୁ ଅତ୍ୟନ୍ତ ହୀନ ବୋଲି ବିବେଚିତ ହୋଇପାରେ।
କିନ୍ତୁ ଏ ପ୍ରକାର ଅସ୍ଥାୟୀ ପତନ ତାକୁ ଅଯୋଗ୍ୟ କରେ ନାହିଁ। ଯେହେତୁ ଆମେମାନେ ବୈଷୟିକ ଜଗତରେ ରହିଛେ, ବଦ୍ଧ ଜୀବ, ଦୁରାଚାରୀ, ସାଧୁ ଗୁରୁଙ୍କ କୃପାରୁ ଭକ୍ତିକି ଗ୍ରହଣ କରିଲା, ତାହାନେ ତାକୁ ସେ ସୁରକ୍ଷିତ ଭକ୍ତିରେ ରହିଛି। ହେଲେ ଭକ୍ତି କରୁଛି, ତାକୁ ଜାଗତିକ କର୍ମ କରିବାକୁ ବି ପଡୁଛି, ଦେହ ରକ୍ଷା ପାଇଁ କି, ଆଉ କିଛି ଭକ୍ତିମୂଳକ କର୍ମ ବି କରୁଛି। ଏ ଦିଟା ଠିକ ସମାନ୍ତରାଳ ଚାଲିଛି। କିନ୍ତୁ କେତେବେଳେ କେତେବେଳେ ଏଇଟା ବି ହେଇଯାଇପାରେ ଯେ ସେ କିଛି ଅପକର୍ମ କରେ, ହୀନ କର୍ମ କରେ, ଯୋଉଟାକୁ ସାମାଜିକତା ବା ରାଜନୈତିକ ଦୃଷ୍ଟିକୋଣରୁ ସେଟା ହଉଛି ହୀନ କର୍ମ। ଠିକ ଅଛି। କିନ୍ତୁ ଏଇ ପ୍ରକାର ଅସ୍ଥାୟୀ ପତନ ତାକୁ ଅଯୋଗ୍ୟ କରେ ନାହିଁ। ଅର୍ଥାତ୍ ଏଇଭଳିଆ ଗୋଟେ ଅସ୍ଥାୟୀ କୌଣସି ବିଶେଷ କାରଣରୁ ଗୋଟେ ହୀନ କର୍ମରେ ଯୁକ୍ତ ହେଲା, ତାକୁ ଯେ ଭକ୍ତ ହବାର ଅଯୋଗ୍ୟ ହେଇଗଲା ତା ନୁହଁ। କାହିଁକି ତା ହୃଦୟ ଭିତରେ ଭକ୍ତି ରହିଛି। କୌଣସି ବିଶେଷ ପରିସ୍ଥିତିର ସମ୍ମୁଖୀନ ହଉ, ପରିସ୍ଥିତି ସମ୍ମୁଖୀନ ହେଇକି ହଉ, ପୂର୍ବ ସଂସ୍କାର ବଶତଃ ହଉ ବା ଅସାବଧାନତା ବଶତଃ ହଉ, କିଛି ସମୟ ପାଇଁ ତାର କୁକର୍ମରେ ମତିଗତି ଆସିଗଲା। ଶ୍ରୀମଦ୍ ଭାଗବତରେ କୁହାଯାଇଛି ଯେ କୌଣସି ବ୍ୟକ୍ତିର ପତନ ହୁଏ, ସେ ଯଦି ପୂର୍ଣ୍ଣ ପ୍ରାଣରେ ଭଗବାନଙ୍କ ଦିବ୍ୟ ସେବାରେ ଲାଗି ରହେ, ତେବେ ତାର ହୃଦୟରେ ପରମାତ୍ମା ରୂପରେ ଅବସ୍ଥାନ କରୁଥିବା ଭଗବାନ ତାକୁ ହୀନ କର୍ମଜନିତ ଦୋଷରୁ କ୍ଷମା କରନ୍ତି, ତାକୁ ସୁନ୍ଦର କରିଦିଅନ୍ତି। ଏଇଟା ହଉଛି ଗୋଟେ ଖୁବ ଗୁରୁତ୍ୱପୂର୍ଣ୍ଣ ବିଷୟ, ଯେ ଆଶ୍ରୟ ଲୟା ଭଜେ ତାରେ ହରି ନାହିଁ ତ୍ୟଜେ। ଆମେ ଭକ୍ତି ଲାଇନକୁ ଆସିଲେ ଯେ ରାତାରାତି ଯେ ଆମେ ସେ ପରମହଂସ ହେଇଗଲେ ତା ନୁହଁ। ଆମଙ୍କ ଜୀବନରେ ବହୁ ଉତ୍ଥାନ ପତନ ହେଇପାରେ। କେତେବେଳେ ଆମେ ମାନେ ବିଭିନ୍ନ ପ୍ରକାରର ଅବାଞ୍ଛିତ କର୍ମରେ ନିଯୁକ୍ତ ହେଇପାରେ। କିନ୍ତୁ ଅବାଞ୍ଛିତ କର୍ମରେ ନିଯୁକ୍ତ ହେଇକି ବି ଯଦି ଆମେ ଭୁଲ କରିଲେ ବୋଲି ଅନୁଶୋଚନା କରିଲେ ଏବଂ ଭଗବତ ଭକ୍ତିମୂଳକ ସେବାକୁ ପରିତ୍ୟାଗ ନ କରିଲେ, ତାହେଲେ କଣ ହବ ନା ପରମାତ୍ମା ରୂପରେ ଆମର ହୃଦୟରେ ଯେ ଭଗବାନ ଅଛନ୍ତି, ସେ ଆମକୁ କ୍ଷମା କରିବେ ଏବଂ ଆମକୁ ଏଇଟା କେତେ ସୁନ୍ଦର ନିର୍ଭରଯୋଗ୍ୟ କଥାଟା ଆମେ ଶ୍ରବଣ କରିଲେ। ହଁ, କାରଣ ଆମର ଭକ୍ତ ଜୀବନରେ ସବୁବେଳେ ସମସ୍ୟା ରହିଛି। କିନ୍ତୁ ଚାବିକାଠିଟା କଣ, ଯାହା ସମସ୍ୟା ହଉ ନା କାହିଁକି ଆମେ ଆଶ୍ରୟ ଛାଡ଼ିବାନି, ସାଧୁଗୁରୁ ବୈଷ୍ଣବଙ୍କର ଆଶ୍ରୟରେ ରହିବା ଏବଂ କୃଷ୍ଣଙ୍କ ସେବାରେ ରହିବା। କୃଷ୍ଣଙ୍କ ସେବାକୁ ପରିତ୍ୟାଗ କରିଦେଲେ, ସେବା ପରିତ୍ୟାଗ କରିଦେଲେ ବାସ ସବୁ ଗଲା। ପାପ କର୍ମରେ, କୁକର୍ମରେ, ଅବସ୍ଥାର ପରିପ୍ରେକ୍ଷୀରେ ସାମୟିକ ଭାବରେ ସେ ନିଯୁକ୍ତ ହେଲେ ବି ଯଦି ଭକ୍ତି କି ନ ଛାଡ଼ିବ, ତାହେଲେ ପରମାତ୍ମା ରକ୍ଷା କରିବେ। କିନ୍ତୁ ସେ ଧର୍ମଟା ଖୁବ ସୁନ୍ଦର ପାଳନ କରୁଛି, କୌଣସି କୁକର୍ମ ନାହିଁ, ସବୁଥିରେ ନିଷ୍ଠା ଭଲ, କିନ୍ତୁ ଭକ୍ତି କରୁନି, ତାହେଲେ ତାର କିଛି ଲାଭ ନାହିଁ। ଭାଗବତରେ କୁହାଯାଇଛି, ଯଦି କିଏ ଭଗବାନଙ୍କର ଭକ୍ତ ହଉ କେତେବେଳେ ତାର ପତନ ହେଇଗଲା, ତାହେଲେ କଣ ଲାଭ ଅଛି, କଣ କ୍ଷତି ଅଛି? ଭକ୍ତି କରୁ କରୁ କେତେବେଳେ ଯଦି ଭକ୍ତି ସେ କିଛି କୁକର୍ମ କେତେ ପତନ ହେଇଗଲା, ତାହେଲେ କିଛି କ୍ଷତି ନାହିଁ। କିନ୍ତୁ କେ ଯଦି ସବୁ ନୀତି ନିୟମ ନିଷ୍ଠା ପାଳନ କରୁଛି, ଭଗବାନଙ୍କର ଭକ୍ତ ନେଇ, ତାହେଲେ ତାର କଣ ଲାଭ ଅଛି? କିଛି ଲାଭ ନାହିଁ। ଏ ଭୌତିକ ଅପବିତ୍ରତା ଏତେ ଶକ୍ତିଶାଳୀ ଯେ ଏପରିକି ଭଗବାନଙ୍କ ସେବାରେ ପୂର୍ଣ୍ଣ ପ୍ରେରଣାରେ ଲାଗିଥିବା ଏକ ଯୋଗ୍ୟ ବ୍ୟକ୍ତି ମଧ୍ୟ ବେଳେ ବେଳେ ମାୟା ଜାଲରେ ପଡ଼ିଯାଏ। ଠିକ ଅଛି। ମାନେ ଭୌତିକ ଆକର୍ଷଣ, ଏଇ ମାନେ ମହାମାୟାର ଶକ୍ତିଟା ଏତେ ଶକ୍ତିଶାଳୀ ଯେ କେହି ଯଦି ପୂର୍ଣ୍ଣ ପ୍ରାଣରେ ସେ ଭଗବାନଙ୍କ ସେବାରେ ଲାଗିଛି, ତେବେ ବି ତାକୁ ମାୟାଜାଲରେ ପଡ଼ିଯାଏ। ଏହାର ଦୃଷ୍ଟାନ୍ତ ହଜାର ହଜାର ଦୃଷ୍ଟାନ୍ତ ଆମେ ଦେଖୁଛେ। କିନ୍ତୁ କୃଷ୍ଣ ଚୈତନ୍ୟ ଏତେ ଶକ୍ତିଶାଳୀ ଯେ ଏଇ ପ୍ରକାର ସାମୟିକ ପତନ ସଙ୍ଗେ ସଙ୍ଗେ ସଂଶୋଧିତ ହେଇଯିବ। ପର ଶ୍ଲୋକରେ ଭଗବାନ କହିବେ
ଏ କୃଷ୍ଣ ଭାବନାମୃତ ସାଧୁ ସଙ୍ଗରେ ରହିକି ଯଦି ଆମେ କୃଷ୍ଣ ଭକ୍ତି କରିବା, ତାହେଲେ ଏଟା କେତେ ଗୋଟେ ନିର୍ଭରଯୋଗ୍ୟ, ହଁ, ପରିସ୍ଥିତି ଆମ ପାଇଁ କି ସୃଷ୍ଟି କରୁଛି ଦେଖନ୍ତୁ। ତାହେଲେ ସାମୟିକ ପତନ ହେଲେ ବି, ହଁ, ଆମେ ଧ୍ୱଂସ ହବାର ନାହିଁ। ଯଦି ଧ୍ୱଂସ ହବାନି ତା ନୁହଁ, କୃଷ୍ଣ ଚେତନା ଏତେ ଶକ୍ତିଶାଳୀ ଯେ ଆମକୁ ସଂଶୋଧିତ ବି କରିଦେବ। ହଁ। ସେଥିପାଇଁ କି ଭକ୍ତି ଯୋଗ ମାର୍ଗ ସବୁ ସମୟରେ ବ୍ୟକ୍ତିକୁ ସଫଳତା ପ୍ରଦାନ କରିବ। ଭକ୍ତି ডিসকনেক্টেড হয়ে গেল, এখন সবাই শুনতে পারছে? হ্যাঁ মহারাজ, শোনা যাচ্ছে মহারাজ। শোনা যাচ্ছে। ঠিক আছে। তো କୃଷ୍ଣ ଚେତନା ଏତେ ଶକ୍ତିଶାଳୀ ଯେ ଏ ପ୍ରକାର ସାମୟିକ ପତନ ସାଙ୍ଗେ ସାଙ୍ଗେ ସଂଶୋଧିତ ହେଇଯିବ ଯଦି ଭକ୍ତି ରହିବ, ସାଧୁଗୁରୁ ବୈଷ୍ଣବଙ୍କର ଆନୁଗତ୍ୟ ରହିବ। ସାଧୁଗୁରୁ ବୈଷ୍ଣବଙ୍କର ବିଦ୍ରୋହିତା କରିବା, ତାହେଲେ ଶେଷ। ଆଶ୍ରୟ ଯେ ତାର ହରି ନାହାତି ଜୀବନ, କାହାର ଆଶ୍ରୟ ରହିବା? ସାଧୁଗୁରୁ ବୈଷ୍ଣବଙ୍କର ଆଶ୍ରୟ ରହିକି ଭକ୍ତମୂଳ ସେବା କରୁଥିବା। ତ ଏଇ ଗୋଟେ ଦୃଷ୍ଟିଭଙ୍ଗୀ ଆମ ନିଜ ପକ୍ଷରୁ। ହଁ, କିନ୍ତୁ ଆମେ ଯଦି ଅନ୍ୟ ଭକ୍ତକୁ ଦେଖୁଛେ, ତାର କିଛି କର୍ମ କରିଲା, କିଛି ପଥ ହେଲା, କିଛି ହେଲା, ସେତେବେଳେ ବି ଆମକୁ ସତର୍କ ହବାକୁ ପଡିବ। ଆମେ ତାকে ମନେ କରିବାନି ଯେ ସେ ପତିତ ହେଇଗଲା, ଅବାଞ୍ଛିତ, ତା ନୁହଁ। ଏଠି ସେଇ ସେମ୍ ପ୍ରିନ୍ସିପଲ ମନେ ରଖିବାକୁ ପଡିବ। ସେ ଖୁବ ଭଲ ଭକ୍ତି କରୁଥିଲା, ସାମୟିକ କୌଣସି ପରିସ୍ଥିତିର ସମ୍ମୁଖୀନ ନେଇକି କୁକର୍ମ କରିଲା, ତାହେଲେ ଭଗବାନ ତାକୁ ସଂଶୋଧନ କରିଦେବେ। ଆମର ଦୃଷ୍ଟିଭଙ୍ଗୀ ତା ପ୍ରତି ଏରକମ ରହିବା ଦରକାର। କୁକର୍ମରେ ନିଜେ ଯୁକ୍ତ ହେଲେ କଣ କରିବା ନା, ଆମେ କେବେ ହେଲେ ସାଧୁ ସଙ୍ଗ, ସାଧୁଗୁରୁ ବୈଷ୍ଣବଙ୍କ ଆଶ୍ରୟ ତ୍ୟାଗ କରିବାନି, ଭକ୍ତିମୂଳକ ସେବା ତ୍ୟାଗ କରିବାନି। ଅନ୍ୟର ଯଦି କୁକର୍ମରେ ଯୁକ୍ତ ହୁଏ କିନ୍ତୁ ଭଲ ଭକ୍ତ ସେମିତି ଥିଲେ, ତ ତାଙ୍କୁ ଆମେ ହୀନ ଦୃଷ୍ଟିରେ ଦେଖିବାନି। ଏଟା ଖୁବ ଗୁରୁତ୍ୱପୂର୍ଣ୍ଣ। ଯୋଉଟାକି ମୁଁ ମାନ ଭିତରେ ପ୍ରତି ମୁହୂର୍ତ୍ତେ ଲକ୍ଷ୍ୟ କରିପାରୁଛି ଏଇ ଜିନିଷଟା। ସେ କେବେ ହେଲେ ଯେତେ ହୀନ କର୍ମରେ ଯୁକ୍ତ ହେଲେ ତାକୁ ହୀନ ବୋଲି ସେ ମାନ କରିବେନି। ଏମିତି ତ ସାଧାରଣ ଜଗତରେ କୁହାହଉଛି, ମଣିଷର ଖରାପ ଗୁଣକୁ ଘୃଣା କର, ମଣିଷକୁ ଘୃଣା କରନି। ସାଧାରଣ ଜଗତରେ ଏଇଟା କୁହାଯାଉଛି। ଆଉ ଭକ୍ତର କ୍ଷେତ୍ରରେ କଣ ହବ? ଭକ୍ତର କ୍ଷେତ୍ରରେ କଣ ହବ? ତ ଆସିଲେ ଭକ୍ତକୁ ଆମେ ଘୃଣା କରିବାର କିଛି ନାହିଁ ଏଥିରେ। କାହିଁକି ନା, ଭଗବାନ ଯେହେତୁ ସେ ଭକ୍ତମାନଙ୍କ ସେବାରେ ରହିଛି, ସଂଶୋଧନ କରିବେ। ବରଂ ଆମେ ଯଦି ତାକୁ ତାର ଯେତେବେଳେ ଜୀବନରେ ସମସ୍ୟା ସମୟ ଆସୁଛି, ସେ ଆମର ଆନୁଗତ୍ୟରେ ତାକୁ ସାହାଯ୍ୟ କରିବା, ତାହେଲେ ଏଇ ବିପଦ ସମୟଟା ସେ ଅତିକ୍ରମ କରିକି ଆଗକୁ ବଢିପାରିବ। କେତେ ବଡ ଜିନିଷ ଗୋଟେ ଦେଖ। ସମସ୍ତଙ୍କ ଜୀବନରେ ଆମେ ଯେ ମନେ କରିବା ଓ ତାର ଏମିତି ହେଇଗଲା, ଆମର ଜୀବନ କେବେ ହବନି, ତା ନୁହଁ। ବୁଝିପାରୁଛ? କୃଷ୍ଣ ନ କରନ୍ତୁ, କିନ୍ତୁ ଭୌତିକ ଜଗତ, ସେଥିପାଇଁ ସବୁବେଳେ ଯେ ଆମେ ମାନେ କାହାର ଯଦି କର୍ମ ସାମୟିକ ପତନ ହୁଏ, ତାକୁ ସଙ୍ଗ ଦେଇକି, ତାକୁ ବୁଝେଇକି, ତାକୁ ଆଶ୍ୱାସନା ଦେଇକି କୌଣସି ପ୍ରକାର ଭକ୍ତି ଲାଇନ ରଖିପାରିବା। ଆମେ ଶିଲ ପ୍ରଭୁପାଦଙ୍କର ଜୀବନରେ ଦେଖିଛେ ଏଇଭଳିଆ। ଭକ୍ତ ଚାଲିଗଲେ, କୌଣସି ଭକ୍ତ ଯଦି ତା ନାଁରେ ବାହାରେ ତାର ନିନ୍ଦା ଅପବାଦ କରେ, ଶିଲ ପ୍ରଭୁପାଦ ଖୁବ୍ ଦୁଃଖ ପାଆନ୍ତି ଯେ ସେ କର୍ମ କଲା, ମୁଁ ତାକୁ ଭକ୍ତି, ପ୍ରଭୁପାଦ ନିଜେ କହିଛନ୍ତି, ମୁଁ ତାକୁ ଭକ୍ତି ଲାଇନକି ନେଇ ଆସିବି। ତମେ କିଏ ସେ? ତମେ ତା ନାଁରେ ବୋଲି କହିବାର, ସେ ତ ଆଉ କୌଣସି ଦିନ ଆସିବ ନା ଆମ ପାଖକୁ। ସେ ଭକ୍ତି ଠାକୁର ପ୍ରଭୁପାଦ ବି ବହୁତ ଦୃଷ୍ଟାନ୍ତ ଏଇଭଳିଆ ରଖିଛନ୍ତି। କାହିଁକି ନା ତାଙ୍କର ତ ହୃଦୟ ନିର୍ମଳ, ଯେ ତାଙ୍କର କମ୍ପାନୀ ମାଲିକ ନା, ଭଲ ହଉ ମନ୍ଦ ହଉ ସବୁ ସହିକି ରହିବେ। ସେ ଚାହୁଁଛନ୍ତି, ତାପରେ ସେ ତ ଆସିଛନ୍ତି ମନ୍ଦ ଲୋକଙ୍କୁ ଉଦ୍ଧାର କରିବା ପାଇଁ କି, ଭଲ ଲୋକଙ୍କୁ କଣ ଉଦ୍ଧାର କରିବେ? ମନ୍ଦ ଲୋକଙ୍କୁ ଉଦ୍ଧାର କରିବେ ନା।
ଯେ କିଏ କହିଲା ପ୍ରଭୁପାଦଙ୍କୁ ବହୁତ ଜଣ ପଚାରିଲା, ପ୍ରଭୁ ସ୍ୱାମୀଜୀ ଆପଣ ଯେ ଇସ୍କନ କରିଛନ୍ତି, ଏଥିରେ ସବୁ ଏତେ ପ୍ରକାର ସବୁ ଲୋକ ରହୁଛନ୍ତି, ସବୁ କଳୁଷିତ ଲୋକ ରହୁଛନ୍ତି, କୁକର୍ମ କରୁଛନ୍ତି, ଏସବୁ ବିଭିନ୍ନ ପ୍ରକାରର ତାଙ୍କ ଢଙ୍ଗ ଢଙ୍ଗ ଚାଳିଚଳନ ଏଗୁଡା ସବୁ ଭଲ ନୁହଁ। ପ୍ରଭୁପାଦ କଣ ଉତ୍ତର ଦେଲେ? ପ୍ରଭୁପାଦ କହିଲେ, ଦେଖ ମୁଁ ତ ହସ୍ପିଟାଲ କରିଛି। ତୁମେ ଯଦି ହସ୍ପିଟାଲକୁ ଆସି କହିବ ଏ ତମ ହସ୍ପିଟାଲରେ ରୋଗୀ ଗୁଡା ପଡିଛନ୍ତି, ହଁ, କେହି ସୁସ୍ଥ ଲୋକ ନାହାନ୍ତି, ଆରେ ହସ୍ପିଟାଲ ମାନେ ତ ରୋଗୀ ଲୋକ, ମୁଁ ତ ରୋଗୀ ଲୋକଙ୍କୁ ନେଇକି ହସ୍ପିଟାଲ ଯିବି। ହଁ, ତ ସେଇଥିପାଇଁ କି ଆମକୁ ଏଇସବୁ ବ୍ୟାପାରରେ ଖୁବ ସତର୍କ ହେବାକୁ ପଡିବ। ଯେତେବେଳେ ଭକ୍ତ ମାନଙ୍କର କିଛି ବିପଦ ଆଉଛି, ସେଇ ସମୟରେ ତାଙ୍କ ପାଖରେ ଆମକୁ ରହିବାକୁ ପଡିବ। ଏଟା ବହୁତ ଗୁରୁତ୍ୱପୂର୍ଣ୍ଣ। ସେ ସମୟରେ ତାଙ୍କ ପାଖରେ ରହିଲେ ତାହେଲେ ସେ ସାରା ଜୀବନ ଉପକୃତ ହେବେ ଆମ ପ୍ରତି। ହଁ, କୃତଜ୍ଞ ହେବେ, କୃତଜ୍ଞ ରହିବେ। କିନ୍ତୁ ଆମର ସ୍ୱଭାବଟା କଣ? ଯେତେବେଳେ ଯାହା ଜୀବନରେ ଭଲ ହଉଛି, ବଡ ପୋଜିସନରେ, ତାପରେ ଆମେ ଦୌଡୁଛେ। ହଁ, ତ ଯେତେବେଳେ କାହା ଜୀବନ ଟିକେ ବିପଦ ଆସିଗଲା, ବାସ୍ ସମସ୍ତେ ଛାଡି ଛୁଡିକି ପଳେଇଯିବେ। ସେଠି ଭକ୍ତ ମତେ କହୁଥିଲା, ଲକ୍ଷ୍ମୀନ୍ଦ ପ୍ରଭୁ, ଯେ ବେଙ୍ଗ ଯେତେବେଳେ କୂଅରେ ପଡେ ନା କି ସମସ୍ତେ ତାପରେ ଟେକା ଟେକା ପକାନ୍ତି, ହଁ, ଢିଲା ମାରନ୍ତି, ସେଇଭଳିଆ। ସେଥିପାଇଁ ଭକ୍ତମାନେ ଯେତେବେଳେ ଟିକେ ବିପଦରେ ପଡିବେ, ସମସ୍ୟାର ସମ୍ମୁଖୀନ ହେବେ, ସେତେବେଳେ ତାଙ୍କୁ କଦର୍ଯ୍ୟ ବ୍ୟବହାର କରିବା, ହୀନ ଦୃଷ୍ଟିରେ ଦେଖିବା, ଏଟା ଏକେବାରେ ଠିକ ନୁହଁ। ଏଟା ମୋର ମାନେ ଏଟା ଆମର ଭକ୍ତିର ପ୍ରତିକୂଳ ହବ। ତେଣୁ ଏଇ ଯେ ଭକ୍ତି ଯୋଗ ମାର୍ଗ ସର୍ବଦା ବ୍ୟକ୍ତିକୁ ସଫଳତା ଦେବ। ଆରେ ନିଷ୍ଠା କରି ଭକ୍ତି କରିବା ଦୂରେ ଥାଉ। ଭଗବାନ ତ କହୁଛନ୍ତି ସ୍ୱଳ୍ପ ଧର୍ମ ସେ ତ୍ରାୟତେ ମହାତ୍। ଯେ ସ୍ୱଳ୍ପ କିଛି ଭକ୍ତିମୂଳକ ସେବା କରିଥିବ, ସେ ମହାନ ଭୟରୁ ମୁକ୍ତି ପାଇବ। ଆଉ ଯଦି ନିଷ୍ଠା କରି ଭଗବତ ଭକ୍ତି କରୁ କରୁ ତା ଜୀବନରେ କିଛି ସମସ୍ୟା ଆସିଲା, ତାକୁ ହଁ, ତାହେଲେ ଭଗବାନ ତାକୁ ଠିକ କରିଦେବେ। ହଁ। କୌଣସି ଭକ୍ତ ଆଦର୍ଶ ପଥରୁ ସାମୟିକ ଭାବରେ ବିଚ୍ୟୁତ ହେଲେ ତାକୁ ସେଥିପାଇଁ ଉପହାସ କରିବା ଉଚିତ ନୁହଁ। ପ୍ରଭୁପାଦ କହୁଛନ୍ତି, କାରଣ ପରବର୍ତ୍ତୀ ଶ୍ଲୋକରେ ବର୍ଣ୍ଣନା କରାଯାଇଛି ଯେ ଯେତେବେଳେ ଭକ୍ତ ସମ୍ପୂର୍ଣ୍ଣ ଭାବରେ କୃଷ୍ଣ ଚେତନାରେ ସ୍ଥିର ରହିଯିବ, ସେତେବେଳେ ଏଇ ପ୍ରକାର ସାମୟିକ ପତନ ବନ୍ଦ ହେଇଯିବ। ହଁ, ଆଉ ସାମୟିକ ପତନ ଆଉ ହବନି। ହଁ, ଆମେ ତ ଅନିଶ୍ଚିତ ଭକ୍ତି ରହିଛି, ଟିକେ ପଡିବ ଉଠିବ ଏଇଭଳିଆ ହବ। ଭକ୍ତ ଆଦର୍ଶ ପଥରୁ ସାମୟିକ ବିଚ୍ୟୁତ, ଯଦି ଆଦର୍ଶ ସାମୟିକ ବିଚ୍ୟୁତ ହଉଛି, ସିଏ ଅନୁଶୋଚନା କରୁଛି, ସାଧୁଗୁରୁ ବୈଷ୍ଣବଙ୍କର ଆନୁଗତ୍ୟ ରହିଛି, ଭଗବତ ଭକ୍ତିମୂଳକ ସେବା ଚଲେଇ ଯାଇଛି, ଛାଡିନି, ତାହେଲେ ଠିକ ଅଛି। କିନ୍ତୁ ଏଇ ସହଜିଆ ମାନେ ଯେମିତି କରୁଛନ୍ତି, ଖାଇବା ମାଗୁର ମାଛରେ ଝୋଲ, ସୁଆ ଯୁବତୀ କୋଲ ବେଟା ଚାନ୍ଦ ବଦନେ ହରିଆ ହରିଆ ବୋଲ, ଏଇଟା ହିଁ ଜୀବନ ନା। ହଁ, ପର ନାରୀ ନେଇକି ଆଉ ମାଛ ମାଂସ ଖାଇକି ସେମାନେ ଭକ୍ତି କର, ସେଇଟା ତ ଠିକ ହବନି ନା। ହଁ, ଏରକମ ଅନେକ ପ୍ରକାରର ଆମେ ଦେଖୁଛେ, ଭଣ୍ଡ ଗୁରୁ ହୁଅନ୍ତୁ, ଭଣ୍ଡ ଭଗବାନ ହୁଅନ୍ତୁ, ପରେ ଧରା ପଡୁଛନ୍ତି, ହଁ, କେମିତି ଅବସ୍ଥା ହଉଛି। ତାଙ୍କ ପାଇଁ ଏଇଟା କିନ୍ତୁ କୁହାହେଇନି। ଭଗବାନଙ୍କ ନାଁରେ ଜାଣି ଶୁଣିକି ଯେ ବ୍ୟବସାୟ କରିବ, ବଦମାସି କରିବ, ତାର କଣ ଅନୁଚିତନ ନାହିଁ, କୌଣସି କାହାର ଗାଇଡାନ୍ସରେ ରହିବନି, କାହାର ଉପଦେଶ ନବନି, ଯଥାର୍ଥ ଭକ୍ତମୂଳକ ସେବା କରିବନି, ଲୋକ ଠକେଇବା ପାଇଁ କରିବ, ତାହେଲେ ତ ହବନି। ସେଥିପାଇଁ ଏଇଟାକୁ ଠିକ ଭାବରେ ବୁଝିବାକୁ ପଡିବ। କାରଣ ଯଦି ପ୍ରାଥମିକତାରେ ସାମୟିକ ପତନ ହେଲେ ବି ଯଦି ସେ ଭକ୍ତିମୂଳକ ସହ ଲାଗି ରହିଥିବ, ତାହେଲେ ସେ ଆଉ ପତନ ତାର ହବନି, ତ ଭଗବାନ ତାକୁ ସାହାଯ୍ୟ କରିବ। ତେଣୁ ଯେଉଁ ବ୍ୟକ୍ତି କୃଷ୍ଣ ଚୈତନ୍ୟରେ ଅବସ୍ଥିତ ଏବଂ ଦୃଢତାର ସହିତ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ କୀର୍ତ୍ତନରେ ମଜି ରହିଅଛି, ତାହେଲେ ବୁଝିବାକୁ ହେବ ଯେ ଯଦିଓ ସେ ଦୈବବଶତଃ ପତିତ ହୋଇଯାଇଛି, ତଥାପି ସେ ଦିବ୍ୟ ସ୍ତରରେ ରହିଛି। କାହିଁକି ଦିବ୍ୟ ସ୍ତରରେ ରହିଛି? ନା ସେବା କରୁଛି ଆଉ ହରିନାମ କରୁଛି, ଆଗରେ ସେଇଟା କୁହାହେଲା। ଆମେ ଯଦି ଭଗବାନଙ୍କ ସାଙ୍ଗେ ଯୁକ୍ତ ରହିବାଟା ଦିବ୍ୟ, ଠିକ ଅଛି। ତ ସାଧୁ ଏବ ଶବ୍ଦ ହଉଛି ଅର୍ଥାତ୍ ସାଧୁ ଭାବ ସମ୍ପନ୍ନ, ସାଧୁରେବ, ଏଇ ସାଧୁ ଏବ ଶବ୍ଦର ପ୍ରୟୋଗ ଏଠାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଅର୍ଥପୂର୍ଣ୍ଣ। ଅଭକ୍ତ ମାନଙ୍କ ପ୍ରତି ଏକ ଚେତାବନୀ ଅଟେ।
କାରଣ ସେମାନଙ୍କୁ ଏହା ଏକ ଚେତାବନୀ ଦେଇଛି ଯେ ଏକ ଭକ୍ତର ଆକସ୍ମିକ ପତନ ଯୋଗୁଁ ତାକୁ ଉପହାସ ବା ନିନ୍ଦା କରିବା ଉଚିତ ନୁହେଁ। ଯଦିଓ ସେ ଆକସ୍ମିକ ଭାବରେ ପତିତ ହୋଇଯାଇଛି, ତଥାପି ସେ ସାଧୁ ବୋଲି ବିବେଚିତ ହେବା ଉଚିତ। କିନ୍ତୁ ବ୍ୟାପାର ହଉଛି, ଯଦି କିଏ ଆକସ୍ମିକ ପତିତ ହେଇଗଲା ତାକୁ ଆମେ ହୀନ ଦୃଷ୍ଟି ଦେଖିବାନି, ତାକୁ ସାଧୁ ବୋଲି ଗ୍ରହଣ କରିବା। କିନ୍ତୁ ଆମର ଯଦି କିଛି ଏଭଳି ଅକସ୍ମାତ ହେଇଗଲା, ତାହେଲେ ଆମେ ନିଜ ମୁଁ ବଡ ସାଧୁ ନା। ହଁ, ପରନ୍ତୁ ଆମକୁ ଅନୁଶୋଚନା କରିବାକୁ ପଡିବ ଯେ ମୁଁ କଣ କରିଲି, ସାଧୁ ସମାଜକୁ କଳଙ୍କିତ କରିଲି। ଏଭଳିଆ କଥା ବର୍ଣ୍ଣନା କରାହେଇଛି। ହଁ ହଁ, ଶିଲ ବିଶ୍ୱନାଥ ଚକ୍ରବର୍ତ୍ତୀ କହିଛନ୍ତି ମାଧୁର୍ଯ୍ୟ କାଦମ୍ବରୀରେ, ସେ ଉନ୍ନତ ଭକ୍ତ ମାନେ ଏଇଭଳିଆ ତାଙ୍କ ମନ ହବ, ମୁଁ କଣ କର୍ମ କଲି, ସାଧୁ ସମାଜକୁ କଳଙ୍କିତ କରିଲେ, ଏଇ ଚେତନା ସେ ଭକ୍ତ ରହିବ। ଠିକ ଅଛି। ତ ପୁନଶ୍ଚ ମନ୍ତବ୍ୟ, এই ମନ୍ତବ୍ୟ যে শব্দটি ব্যবহার করছে এটা গুরুত্বপূর্ণ, ବହୁତ ଅର୍ଥପୂର୍ଣ୍ଣ। ଯଦି କେହି এই ନିୟମ ପାଳନ ନ କରେ ଏବଂ ଭକ୍ତକୁ ଆକସ୍ମିକ ପତନ ନିମିତ୍ତ ଉପହାସ କରେ, ତେବେ ସେ ଭଗବାନଙ୍କ ନିୟମକୁ ଅବମାନ କରୁଛି ବୋଲି ବୁଝାଯାଏ। ଭକ୍ତର ନିନ୍ଦା ଯଦି କରେ, ଭକ୍ତର ଏକମାତ୍ର ଯୋଗ୍ୟତା ହଉଛି ଏକାନ୍ତ ଭାବରେ ଅନନ୍ୟ ଚିତ୍ତରେ ସେ ଭକ୍ତି ତ ଭଗବାନଙ୍କ ସେବାରେ ବ୍ୟସ୍ତ ରହିବ। ଆରେ ଆମେ ଭକ୍ତି ଲାଇନକୁ ଆସିଛେ, ଯଦି କିଛି ହୀନ କର୍ମ ଆମେ କରିଲେ ତାହେଲେ ଆମ ପାଇଁ କି ନିରାପଦ ସ୍ଥାନ କଣ? ଭକ୍ତି ପରିତ୍ୟାଗ କରିକି, ସାଧୁଗୁରୁ ବୈଷ୍ଣବଙ୍କ ଆଶ୍ରୟକୁ ପରିତ୍ୟାଗ କରିକି ଛାଡି ଛାଡିକି ଯିବା ହାରି, ନା ହୀନ କର୍ମ କରିଛେ ବୋଲି ଅନୁଶୋଚନା କରିକି ଆଉ ବେଶୀ କରି ଭକ୍ତିମୂଳକ ସେବା କରୁ। ଏଇ ଭକ୍ତିମୂଳକ ସେବା ହିଁ ଆମକୁ ରକ୍ଷା କରିବ। ଆଉ ରକ୍ଷା କରିବାର କିଛି ଉପାୟ ନାହିଁ। ହରିନାମ ହିଁ ଆମକୁ ରକ୍ଷା କରିବ। ଯେମିତି କୁହାଯାଉଛି ଭୌତିକ ଜଗତରେ, ଆମେ ମାଟିରେ ଛିଡା ହେଇଛେ, ଯଦି ମାଟିରେ ଆମର ପା ଖସଡି ଗଲା, ପଡିଯିବା, ତାହେଲେ କୋଉଠି ପଡିବା? କିଏ ଧରିବ ଆମକୁ? ସେ ମାଟି ଆମକୁ ଧରିବ। ହଁ, ସେ ମାଟି ଆମକୁ ଧରିବ। ତ ଆଜି ଶ୍ଲୋକର ତାତ୍ପର୍ଯ୍ୟ ଆହୁରି ଅଛି, ତ କାଲି ଶେଷ କରିବା। କାହିଁକି ନା 6:45ରେ ମୁଁ ଭକ୍ତିବନ୍ତ ନ୍ୟାସନାଲ ସ୍କୁଲକୁ ଯିବି। ଛାତ୍ରଛାତ୍ରୀ ମାନଙ୍କ ସାଙ୍ଗେ ଟିକେ ମିଶିବି, ତାଙ୍କ ସାଙ୍ଗେ ହରି କଥା ଜପ କରି ବସିବି। ସେଥିପାଇଁ ଆଜି ଏଇଠି ବିଶ୍ରାମ ଦଉଛି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ମଙ୍ଗଳମୟ ପ୍ରଭୁ କଣ କହୁଛନ୍ତି? हरे कृष्ण महाराज, श्री चरण दंडवत प्रणाम। महाराज, অতিচে তো সুদুরাচার ভজতে মাম অনন্য ভাই। সুদুরাচার ব্যক্তি সে যদি ভগবত ভক্তি করে, তাহলে তো তাকে সাধু বলে জানবো, না ভগবত ভক্তি করছে দিয়ে পূর্ব স্বভাববশত হয়তো আবার পাপ কার্যে লিপ্ত হয়ে গেছে? কোনটা এখানে বলতে চাইছে মহারাজ? দুটোই। ପ୍ରଚାରୀ ବ୍ୟକ୍ତି ଯଦି ଭକ୍ତି ଲାଇନ ଆସିଗଲା, ସେ ସାଧୁ। ଆଉ ଭକ୍ତି କରୁ କରୁ କେତେବେଳେ ଯଦି ପଥଚ୍ୟୁତ ହେଇଗଲା, କିନ୍ତୁ ଭକ୍ତିକି ଛାଡିନି, ଭକ୍ତିର ସେବା କରି ଯାଉଛି, ତାହେଲେ ସେ ବି ସାଧୁ। Okay? মহারাজ, এই অনন্য ভক্তির আরো সমার্থক আপনি বলেছিলেন, অনন্য ভক্তি, কেবলা ভক্তি, নৈষ্ঠিকী ভক্তি, আর কোন সমার্থক আছে মহারাজ? আর ସମସ୍ତେ କିଏ ଅଛି? মানে এই অনন্য ভক্তি আরো সমার্থক বলেছিলেন, অনন্য ভক্তি, কেবলা ভক্তি বলেছিলেন এর সমার্থক, ହୁଁ ହୁଁ আর নৈষ্ঠিকী ভক্তি এর সমার্থক মহারাজ, ହୁଁ ହୁଁ। আর কোন সমার্থক আছে মহারাজ? শেষ লাইনটা কি বলছেন বোঝা যাচ্ছে না। আর অনন্য ভক্তি, হ্যাঁ, সেটা শুনেছি। কেবলা শেষ ভক্তি, লাইনটা, শেষ লাইনটা বলুন, শেষ লাইনটা কি? মানে, হ্যাঁ বলছে আরো কোন সমর্থক আছে মহারাজ? আর কোন হ্যাঁ, আরো কোন সমর্থক আছে এর কেবলা ভক্তি? সমস্যা আছে, বুঝতে পারলাম। আহ, মানে সমার্থক, সমার্থক, সমানার্থক। ও, এইরকম আর কোনো শব্দ আছে? হ্যাঁ মহারাজ, আছে কিনা জিজ্ঞেস করছেন। থাকতে পারে।
অর্থ অর্থ জানলে কি হবে, একটু জানলে তো হয়ে যাবে আমার যথেষ্ট। একটা আপনি নামটা দেন তো, তাই। যখন যেটা পেয়ে ফেলে দিই, মহারাজ, থাকে না। এই অকৃতিত্ব সুদূরাচারও এখানে দোষর রত্নাকরের উদাহরণ দেওয়া যাবে মহারাজ। হ্যাঁ, এবং মহারাজ বিল্বমঙ্গল ঠাকুর। হ্যাঁ। আমার এখন চৈতন্য চরিতামৃত থেকে, এই ধন্যবাদ। চৈতন্য চরিতামৃত শেষ